ଯେତେବେଳେ ଭଗବାନ ଘରେ ବାସ କରିଥାନ୍ତି ସେତେବେଳେ ମିଳିଥାଏ ଏହିସବୁ ଗୁରୁତ୍ୱପୂର୍ଣ୍ଣ ସଂକେତ। ଲୋକମାନେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁ ଉପାସନା ଓ ଉପବାସ କରନ୍ତି। ସକାଳେ ଓ ସନ୍ଧ୍ୟାରେ ଦୀପ ଜାଳିବାଠାରୁ ଆରମ୍ଭ କରି ଭୋଗ ଅର୍ପଣ ପର୍ଯ୍ୟନ୍ତ ସବୁ କିଛି କରନ୍ତି, ଯାହାଦ୍ୱାରା ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ରହିଥାଏ ଓ ସେମାନଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡ଼ୁ। ଆମେ ସମସ୍ତେ ଜାଣୁ ଯେ ଭଗବାନଙ୍କୁ ଉପାସନା କଲେ ସେ ଆମ ଉପରେ ସନ୍ତୁଷ୍ଟ ହୁଅନ୍ତି, କିନ୍ତୁ ଆପଣମାନେ ଜାଣନ୍ତି କି ସେ ଏହି ବିଷୟରେ ଆମକୁ ସଂକେତ ମଧ୍ୟ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଈଶ୍ୱରଙ୍କର ସେହି ସଂକେତ ବିଷୟରେ, ଯାହା ଆମକୁ ଜଣାଇଥାଏ କି ଭଗବାନଙ୍କର ଆଶୀର୍ବାଦ ଆମ ଉପରେ ଅଛି। ଯଦି ଆପଣ ଶୋଇବା ସମୟରେ ବାରମ୍ବାର ସ୍ୱପ୍ନ ଦେଖୁଛନ୍ତି ଏବଂ ଆପଣ ସ୍ୱପ୍ନରେ ମନ୍ଦିର, ଦେବୀ ଦେବତାଙ୍କର ମୂର୍ତ୍ତି କିମ୍ବା ଫଟୋ ଦେଖୁଛନ୍ତି, ତେବେ ଏହାର ଅର୍ଥ ହେଉଛି ଭଗବାନଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଛି। ଯଦି ଅନେକ ଥର ଏହା ଘଟେ ଯେ ଆପଣ କୌଣସି ନିଷ୍ପତ୍ତି ନେବାକୁ ଆଗକୁ ବଢ଼ିବା ବେଳେ ଆପଣଙ୍କର ମନରେ କିଛି ସନ୍ଦେହ ଆସେ, ସବୁ କିଛି ଠିକ୍ ହେବା ପରେ ମଧ୍ୟ ଏମିତି ଘଟେ ଯାହା ଆପଣଙ୍କୁ ସେହି ନିଷ୍ପତ୍ତି ନେବାକୁ ଅଟକାଇଥାଏ, ଏହାର ଅର୍ଥ ଏହିକି ଯେ ଆପଣଙ୍କ ଉପରେ କୌଣସି ଦୈବିକ ଶକ୍ତିର ଆଶୀର୍ବାଦ ଅଛି। ଯେଉଁମାନଙ୍କ ଉପରେ ଈଶ୍ୱରଙ୍କର ଆଶୀର୍ବାଦ ଥାଏ ସେମାନେ ଧନୀ ହୁଅନ୍ତି କିମ୍ବା ଗରିବ, ସେମାନଙ୍କୁ ସର୍ବତ୍ର ସମ୍ମାନ ମିଳିଥାଏ। ଯଦି କମ୍ ପରିଶ୍ରମ କରିବା ପରେ ମଧ୍ୟ କେହି ସଫଳତା ହାସିଲ କରେ, ତେବେ ଏହା ଈଶ୍ୱରଙ୍କର ଅନୁଗ୍ରହର ସଂକେତ ଅଟେ। ଯେଉଁମାନଙ୍କ ଉପରେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି ସେମାନଙ୍କୁ ଭଗବାନ ସବୁ ପରିସ୍ଥିତିରୁ ରକ୍ଷା କରିଥାନ୍ତି। ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଖୁସି ରୁହନ୍ତି। ସେମାନଙ୍କ ଜୀବନରେ ଯେତେ ଦୁଃଖ ହେଉନା କାହିଁକି ସେମାନେ ଖୁସିରେ ରହିଥାନ୍ତି। ସେମାନେ କୌଣସି ସମସ୍ୟାକୁ କେବେ ବି ଭୟ କରନ୍ତି ନାହିଁ। ପ୍ରତ୍ୟେକ ଅସୁବିଧାକୁ ସେହିପରି ବ୍ୟକ୍ତି ବିଶେଷ ସହଜରେ ଦୂର କରିପାରନ୍ତି। ପେଚା ଦେଖିବା ଏକ ଶୁଭ ସଂକେତ ହୋଇଥାଏ। ହିନ୍ଦୁ ଧର୍ମରେ ପେଚାକୁ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଦିଆଯାଇଛି। ଏହାକୁ ଦେବୀ ଲକ୍ଷ୍ମୀଙ୍କର ବାହନ ଭାବରେ ବିବେଚନା କରାଯାଏ। ଯଦି ଆପଣ କେଉଁ ସ୍ଥାନରେ ପେଚା ଦେଖୁଛନ୍ତି, ତେବେ ବୁଝିଯାଆନ୍ତୁ ଯେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସୁଛନ୍ତି। ଦେବୀ ଲକ୍ଷ୍ମୀ ଯେଉଁ ଘରକୁ ଆସନ୍ତି ସେଠାରେ ଲୋକଙ୍କର ଖାଇବା ଅଭ୍ୟାସରେ ପରିବର୍ତ୍ତନ ଆସିଯାଏ। ସେମାନଙ୍କର ଖାଇବା ଅଭ୍ୟାସ ବଦଳିଯାଏ। ଏହିପରି ଘରେ ଲୋକମାନେ କମ୍ ଭୋକିଲା ଅନୁଭବ କରିଥାନ୍ତି। ବିଶେଷ କଥା ଏହା ହେଉଛି ଏହି ଘରର ଲୋକଙ୍କ ପାଇଁ କମ୍ ଖାଦ୍ୟ ମଧ୍ୟ ଯଥେଷ୍ଟ ମନେ ହୁଏ। ଏହା ବ୍ୟତୀତ ଏହିପରି ଘରର ଲୋକମାନେ ନିଶାଯୁକ୍ତ ଏବଂ ମାଂସାହାରୀ ଖାଦ୍ୟଠାରୁ ଦୂରେଇ ରହିବା ଆରମ୍ଭ କରିଥାନ୍ତି। ଧନର ଦେବୀ ଲକ୍ଷ୍ମୀ ସ୍ୱଚ୍ଛତାକୁ ବହୁତ ଭଲ ପାଇଥାନ୍ତି। ଦେବୀ ଲକ୍ଷ୍ମୀ ସେହି ଘରେ ରୁହନ୍ତି ଯେଉଁଠି ସବୁଆଡ଼େ ସଫା ରହିଥାଏ। ଏହା ବ୍ୟତୀତ ଘର ସଫା କରିବା, ଝାଡ଼ୁ ମଧ୍ୟ ଦେବୀ ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ। କୁହାଯାଏ ଯେ ଯଦି ଆପଣ ସକାଳେ ଘରୁ ବାହାରିକି ଗଲାବେଳେ କୌଣସି ଲୋକଙ୍କୁ ଝାଡ଼ୁ କରୁଥିବାର ଦେଖୁଛନ୍ତି, ତେବେ ଏହା ବହୁ ଶୁଭ ସଂକେତ ହୋଇଥାଏ। ଶଙ୍ଖ ବାଜିବା ଶୁଭ ସଂକେତ ଦେଇଥାଏ। ହିନ୍ଦୁ ଧର୍ମରେ ଶଙ୍ଖକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି। କେବଳ ଏତିକି ନୁହେଁ, ଶଙ୍ଖର ଶବ୍ଦ ମଧ୍ୟ ବହୁତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ପୂଜାପାଠ, ଯେକୌଣସି ଉତ୍ସବରେ ଶଙ୍ଖ ଫୁଙ୍କାଯାଏ। ଯଦି ଆପଣ ସକାଳୁ ଉଠିବା ପରେ ଶଙ୍ଖ ଶବ୍ଦ ଶୁଣୁଛନ୍ତି, ତେବେ ଏହାକୁ ବହୁତ ଶୁଭ ବୋଲି ମନାଯାଇଥାଏ। ବିଶ୍ୱାସ କରାଯାଏ ଯେ ଶଙ୍ଖର ଶବ୍ଦ ଶୁଣିବା ପରେ ଘରକୁ ଦେବୀ ଲକ୍ଷ୍ମୀଙ୍କର ଆଗମନକୁ ସୂଚିତ କରିଥାଏ। ଲଗାତାର 3 ଦିନ ଘରୁ ବାହାରକୁ ଯିବା ସମୟରେ ନୀଳକଣ୍ଠ ପକ୍ଷୀ ଦେଖନ୍ତି, ତେବେ ବୁଝିବାକୁ ହେବ ଯେ
ଭଗବାନ ଆପଣଙ୍କର ଡାକ ଶୁଣିଛନ୍ତି। ଆପଣଙ୍କର କୌଣସି ବଡ଼ ଇଚ୍ଛା ପୂରଣ ହେବାକୁ ଯାଉଛି। ନୀଳକଣ୍ଠ ପକ୍ଷୀର ଦୃଶ୍ୟମାନ ହେବା ଭଗବାନଙ୍କର ଆଶୀର୍ବାଦର ସଂକେତ ହୋଇଥାଏ। ଯଦି ଧଳା ଗାଈ ଆପଣଙ୍କ ଘର ସାମ୍ନାରେ ଆସିବା ଆରମ୍ଭ କରନ୍ତି, କିମ୍ବା ଯଦି କେଉଁଦିନ ଧଳା ଗାଈ ଆପଣଙ୍କ ଘର ସାମ୍ନାରେ ତା ବାଛୁରୀକୁ କ୍ଷୀର ଖାଇବାକୁ ଦିଏ, ତେବେ ଏହା ଆପଣଙ୍କ ଉପରେ ଦେବୀ ଦେବତାଙ୍କର ଆଶୀର୍ବାଦ ଥିବାର ସ୍ପଷ୍ଟ ସଂକେତ ଦେଇଥାଏ। ଏହା ଜଣାଉଛି ଯେ ଆପଣଙ୍କର ପୂଜା ଓ ପ୍ରାର୍ଥନା ସଫଳ ହୋଇଛି ଏବଂ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି। ଭଗବାନ ଆପଣଙ୍କର ସମସ୍ତ ସମସ୍ୟା ଓ ଖରାପ ଦିନକୁ ଜଲ୍ଦି ସମାପ୍ତ କରିବେ। ଯଦି ଆପଣଙ୍କ ଘରର ଆଖପାଖରେ ପକ୍ଷୀ ନିଜର ବସା ବାନ୍ଧିଥାଏ, ତେବେ ଏହା ଜଣାଇଥାଏ କି ଆପଣଙ୍କର ପୂଜା ସଫଳ ହୋଇଛି। ଏହା ଘର ପାଇଁ ଶୁଭ ସଂକେତ ଅଟେ। ତେଣୁ ଭୁଲରେ ମଧ୍ୟ ପକ୍ଷୀ କିମ୍ବା ତା ଶିଶୁମାନଙ୍କୁ ବିଚଳିତ କରନ୍ତୁ ନାହିଁ। ତା ବଦଳରେ ସେମାନଙ୍କ ପାଇଁ କିଛି ଖାଦ୍ୟ ବା ଜଳ ରଖନ୍ତୁ। ଯଦି ପୂଜା କରିବା ସମୟରେ ଆପଣ ଏତେ ଭାବପ୍ରବଣ ହୋଇଯାଉଛନ୍ତି ଯେ ଆପଣଙ୍କ ଆଖିରୁ ଲୁହ ଝରିବା ଆରମ୍ଭ ଲାଗେ, ତେବେ ଏହା ଏକ ଶୁଭ ସଂକେତ ବୋଲି ଭାବି ନେବା ଉଚିତ। ଈଶ୍ୱର ଆପଣଙ୍କ ହୃଦୟର ପୀଡ଼ାକୁ ବୁଝିପାରନ୍ତି। ଯଦି ଆପଣ ପୂଜା କରିବା ପରେ ଘରୁ ବାହାରି ବାହାରକୁ ଯାଆନ୍ତି ଏବଂ ବାହାରେ ମାଙ୍କଡ଼ମାନଙ୍କର ଗୋଷ୍ଠୀ ଦେଖନ୍ତି, ତେବେ ଏହାର ଅର୍ଥ ମଧ୍ୟ ପୂଜା ସଫଳ ହୋଇଛି ଏବଂ ଭଗବାନ ଆପଣଙ୍କ ପ୍ରତି ଦୟାଳୁ ଅଟନ୍ତି। ତେଣୁ ଏହି ମାଙ୍କଡ଼ମାନଙ୍କୁ ଖାଇବାକୁ ଦେବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଘରେ ଧୂପଦୀପ, ରୁମ୍ ସ୍ପ୍ରେ କିମ୍ବା କୃତ୍ରିମ ଧୂପ ବିନା ହିଁ କୌଣସି ସୁଗନ୍ଧ ଏବଂ ସତେଜତା ଅନୁଭବ କରନ୍ତି, ତେବେ ବୁଝିବାକୁ ହେବ ଯେ ଆପଣ ଭଗବାନଙ୍କର ଆଶୀର୍ବାଦ ଏବଂ ଆପଣଙ୍କର ଦିନ ଯଥାଶୀଘ୍ର ପରିବର୍ତ୍ତନ ହେବ। ପୂଜା କରିବା ସମୟରେ କୌଣସି ଅତିଥିଙ୍କର ଆଗମନ ମଧ୍ୟ ଈଶ୍ୱର ଅନୁଗ୍ରହର ସଂକେତ ଅଟେ। ଯଦି ଅତିଥି ଉପହାର ନେଇ ଆସନ୍ତି, ତେବେ ଏହା ସ୍ପଷ୍ଟ ସଂକେତ ଅଟେ କି ଈଶ୍ୱର ଆପଣଙ୍କର ଉପାସନା ଗ୍ରହଣ କରିଛନ୍ତି। ପୂଜା ସମୟରେ ଯଦି ଦୀପ ଜୋରରେ ଜଳିବା ଆରମ୍ଭ କରେ, ତେବେ ଆପଣ ବୁଝିଯିବା ଉଚିତ ଯେ ଆପଣଙ୍କର ପୂଜା ସଫଳ ହେବାକୁ ଯାଉଛି ଏବଂ ଈଶ୍ୱରଙ୍କର ଅନୁଗ୍ରହରେ ଆପଣଙ୍କର ଦୁଃଖର ଦିନ ଜଲ୍ଦି ସମାପ୍ତ ହେବାକୁ ଯାଉଛି। ପ୍ରିୟ ଦର୍ଶକ ବନ୍ଧୁ, ଏହି ପ୍ରଥମ ଭାଗରେ ଆମେ ଆପଣମାନଙ୍କୁ ଜଣାଇଲୁ ଯେ ଭଗବାନ ଯଦି ଆପଣଙ୍କ ଘରେ ବାସ କରନ୍ତି, ତେବେ କ'ଣ ସବୁ ସଂକେତ ରହିଥାଏ। ତେବେ ଆହୁରି ସଂକେତ ଜାଣିବା ପାଇଁ ଭାଗ 2କୁ ଦର୍ଶନ କରନ୍ତୁ ଏବଂ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ଭିଡ଼ିଓରେ କମେଣ୍ଟ ମାଧ୍ୟମରେ ସବୁକିଛି ଜଣାଇଦେବେ।